ନାଇଁ ସୁଖ ଆଉ ଦୁଃଖ ଯେ କେବଳ ଜଣେ ଜଣକୁ ସଫଳ କରିପାରିବ ସେଇଟା ସୁବିଧା ଆମେ ସେଇଟା କହିପାରିବାନି। ସେଗୁଡ଼ା ହଉଛି କେବଳ ଗୋଟେ ଗୋଟେ ବାହାନା। ତ ଜଣେ ଦୁଃଖରେ ରହିକି ବି ଯଦି କରିପାରୁଛି ସେଇଟା ତାର ମେରିଟ୍ ବି ନୁହେଁ କି ତାର ଡିମେରିଟ୍ ବି ନୁହେଁ। ତ ସେଟା ଯଦି ଜଣେ ପରିଶ୍ରମ କରିବ, ଜଣେ ଗୋଟେ ଆଭରେଜ ପିଲା ଯିଏ ଗୋଟେ ପରୀକ୍ଷାରେ 60% ରଖିଛି, ସିଏ ଯେ 90% ରଖିବ ଏଥିରେ କୌଣସି ଡାଉଟ୍ ନାହିଁ। ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ, এই ଉକ୍ତିଟି ଆପଣ ମାନେ ପିଲାଦିନରୁ ଶୁଣିଥିବେ। ତେବେ ବିଦ୍ୟାର ମଣିଷ ଜୀବନରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବା ମଣିଷକୁ ଗଢ଼ିବା ପାଇଁ ବିଦ୍ୟା ବା ଶିକ୍ଷାର ଆବଶ୍ୟକତା ରହିଛି। ଯଦି ଆମେ କହିବା ମଣିଷ ଯଦି ଚାହେଁ ଏବଂ ନିଷ୍ଠା ରଖେ ତେବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଫଳତା ପାଇଥାଏ। একথা କହିବାର ଉଦ୍ଦେଶ୍ୟ ହେଉଛି ଗତକାଲି ଦଶମ ପରୀକ୍ଷାର ରେଜଲ୍ଟ ବାହାରିଛି। ତେବେ ଆମ ସହିତ ଏମିତି ଜଣେ ଅଛନ୍ତି ଛାତ୍ର ଯାଙ୍କ ନାଁ ହେଉଛି ଆଶୁତୋଷ, ଯିଏକି ନିଜର ନିଷ୍ଠା ବଳରେ ଦଶମ ଶ୍ରେଣୀ ପରୀକ୍ଷାରେ 92% ରଖିଛନ୍ତି। ସିଧାସଳଖ ଆଲୋଚନା କରିବା। ବହୁତ ସାରା ସ୍ୱାଗତ କରିବା ତୁମକୁ ଧରିତ୍ରୀ ଲାଇଭକୁ। ପ୍ରଥମତଃ ତୁମକୁ କଂଗ୍ରାଚୁଲେସନ ଜଣାଇବି। ଧନ୍ୟବାଦ ସାର୍। ଯଦି ଆମେ କହିବା କେମିତି କ'ଣ ଥିଲା ଏ ଜର୍ଣ୍ଣି, କେମିତି କ'ଣ ପାଠ ପଢୁଥିଲ, କେତେ ଏଫର୍ଟ ଥିଲା? ଜର୍ଣ୍ଣି ତ ବହୁତ ସୁନ୍ଦର ଥିଲା, ତା ସହିତ ବହୁତ କଷ୍ଟପୂର୍ଣ୍ଣ ବି ଥିଲା। ତ ସ୍କୁଲ ଆୱାର୍ସ ପରେ ନିଜେ ସେଲ୍ଫ ଷ୍ଟଡି କରିକି ଆଉ ଟ୍ୟୁସନ କୋଚିଂ କିଛିଟା କରିକି ମୁଁ ଆଜି ସଫଳତାରେ ପହଞ୍ଚିଛି। ବାବା କ'ଣ କରନ୍ତି? ବାବା ଟ୍ୟାକ୍ସି ଡ୍ରାଇଭର, ଗୋଟେ ପ୍ରାଇଭେଟ କାର୍ ଚଲାନ୍ତି। ଆମେ ଯଦି କହିବା କି ଅନେକ ପିଲା ଅଛନ୍ତି ଯୋଉମାନଙ୍କୁ କି ସବୁ ପ୍ରକାରର ସୁଖ ସୁବିଧା ଯୋଗାଇ ଦିଆଯାଉଛି, ବାପା ମା ମାନେ ଯୋଗାଇ ଦଉଛନ୍ତି, ତେବେ ତଥାପି ମଧ୍ୟ ପିଲା ସଫଳ ହେଇପାରୁନାହାନ୍ତି। କିନ୍ତୁ କଷ୍ଟ ଭିତରେ ରହିକି ମଧ୍ୟ, ସଂଘର୍ଷ ଭିତରେ ରହିକି ମଧ୍ୟ ଜିତିବାର ମଜା କେମିତି ଥାଏ? ନାଇଁ ସୁଖ ଆଉ ଦୁଃଖ ଯେ କେବଳ ଜଣେ ଜଣକୁ ସଫଳ କରିପାରିବ ସେଇଟା ସୁବିଧା ଆମେ ସେଇଟା କହିପାରିବାନି। ସେଗୁଡ଼ା ହଉଛି କେବଳ ଗୋଟେ ଗୋଟେ ବାହାନା। ତ ଜଣେ ଦୁଃଖରେ ରହିକି ବି ଯଦି କରିପାରୁଛି ସେଇଟା ତାର ମେରିଟ୍ ବି ନୁହେଁ କି ତାର ଡିମେରିଟ୍ ବି ନୁହେଁ। ତ ସେଟା ଯଦି ଜଣେ ପରିଶ୍ରମ କରିବ, ଜଣେ ଗୋଟେ ଆଭରେଜ ପିଲା ଯିଏ ଗୋଟେ ପରୀକ୍ଷାରେ 60% ରଖିଛି, ସିଏ ଯେ 90% ରଖିବ ଏଥିରେ କୌଣସି ଡାଉଟ୍ ନାହିଁ। ଆଉ ଯଦି ଯିଏ ପରିଶ୍ରମ ନ କରିବ, ଗୋଟେ 90% ପିଲା ବି ଦିନେ 70% ଘୁଞ୍ଚି ଆସିବ, ସେଥିରେ ବି କୌଣସି ଡାଉଟ୍ ନାହିଁ। ତ ସବୁ ଆମର ପରିଶ୍ରମ ଆଉ କନସିଷ୍ଟେନ୍ସି ଉପରେ ନିର୍ଭର କରେ। ତୁମେ କେତେ ପରିଶ୍ରମ କରୁଥିଲ ବର୍ଷ ସାରା? ବର୍ଷ ସାରା ମୁଁ ନର୍ମାଲି 5 to 6 hours ଫାର୍ଷ୍ଟ ପରିଶ୍ରମ କରୁଥିଲି। ତାପରେ ମୁଁ ବୁଷ୍ଟ ଅପ୍ କରିକି ଏକ୍ସାମ ବେଳକୁ ଟିକେ ବଢେଇଥିଲି, 6 to 8 hours ପରିଶ୍ରମ କରେ। ବାପା ମାଙ୍କର ସହଯୋଗ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗ, ସ୍କୁଲରେ ଶିକ୍ଷକ ମାନଙ୍କର କେମିତି କ'ଣ ରହିଥିଲା? ସମସ୍ତଙ୍କ ଭଲ ପାଇବା? ନିଶ୍ଚିତ ଭାବରେ ସମସ୍ତେ ବହୁତ ସହଯୋଗ କରିଥିଲେ। ବାପା ମା ତ ସବୁବେଳେ, ସବୁ ବାପା ମା ନିଶ୍ଚିତ ଭାବରେ ଚାହିଁବେ ତାଙ୍କ ଛୁଆ କେମିତି ବଡ ହଉ। ତ ତା ସହିତ ଆମ ସ୍କୁଲର ଟିଚର୍ସ ମାନେ ବି ବହୁତ ହେଲ୍ପ କରିଥିଲେ। ଆମର ଯିଏ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଡକ୍ଟର ଅନୁସ୍ମିତା ସ୍ୱାଇଁ ମ୍ୟାଡାମ, ସେ ମତେ ବହୁତ ସାହାଯ୍ୟ କରିଛନ୍ତି। ଏବେକାର ଆମର ଯୋଉ ପ୍ରଧାନ ଶିକ୍ଷୟିତ୍ରୀ ମ୍ୟାଡାମ ପ୍ରଗତି ମ୍ୟାଡାମ, ସିଏ ବି ବହୁତ ସାହାଯ୍ୟ କରିଛନ୍ତି। ସବୁ ଟିଚର୍ସ ମାନେ ବହୁତ ସାହାଯ୍ୟ କରିଛନ୍ତି। ଫାଇନାଲି କେତେ ପରସେଣ୍ଟ ପାଇଲ? ଆଶା ରଖିଥିଲ କି ସେତିକି ପରସେଣ୍ଟ ପାଇବ ବୋଲି? ଏବେ ତ ମ୍ୟାଟ୍ରିକ ରେଜଲ୍ଟ ବାହାରିଛି, ସେଥିରେ ମୋର 92% ରଖିଛି, ମାନେ 552 out of 600। ଆଶା ତ ନିଶ୍ଚିତ ଭାବରେ ଅଧିକା ଥିଲା। ଆଶା ଥିଲା ଆଉ ଟିକେ ଅଧିକା ରଖିବାର, କିନ୍ତୁ ଯେତିକି ମିଳିଛି ଖୁସି ଲାଗୁଛି। ବଡ ହେଇ କ'ଣ କରିବାର ଲକ୍ଷ୍ୟ ରଖିଛ? ବଡ ହେଇକି ମୁଁ ଗୋଟେ ଡାକ୍ତର ହବାକୁ ଚେଷ୍ଟା କରିବି। ଅନ୍ୟ ତମ ସାଙ୍ଗସାଥି ମାନଙ୍କୁ କ'ଣ ବାର୍ତ୍ତା ରଖିବ? ନିଶ୍ଚିତ ଭାବରେ ଏତିକି ବାର୍ତ୍ତା କହିବି, କେବଳ ହାର୍ଡୱାର୍କ କର। ହାର୍ଡୱାର୍କ ସହିତ କେବଳ ହାର୍ଡୱାର୍କ ନୁହେଁ, ସ୍ମାର୍ଟ ୱାର୍କ ବି କର। हेलो 10th एग्जामिनीज, आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाई परिबे, तेबे टीएससी गुरुकुल जोग दियंतु, जा एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।